ରାଉରକେଲା ସହରର ସେକ୍ଟର 19 ଥାନା ପରିସରରେ ଆମ ପୋଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସର ମୁଖ୍ୟ ଥାନା ପ୍ରଭାରୀ ସାଇ ପ୍ରଭା ରାଉତଙ୍କ ଅଧ୍ୟକ୍ଷତା ଓ ସଭ୍ୟ କବି କୁଞ୍ଜ ବିହାରୀ ରାଉତଙ୍କ ଆୟୋଜିତ ବୈଠକରେ ଆମ ପୋଲିସର କର୍ମକର୍ତ୍ତାଗଣ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟରେ ମୁଖ୍ୟତଃ ଅଧିକ ପେଟ୍ରୋଲିଂ କରିବା, ସେକ୍ଟର 20 ମାର୍କେଟରେ ଅଯଥା ଗହଳି, ଦ୍ରୁତ ଗତି ଓ ବେପାରୁଆ ଗାଡ଼ି ଚାଳନାର ରୋକ, ଫିଟନେସ୍ ପାଥରେ ଅସାମାଜିକ ତତ୍ତ୍ୱ, ଇସ୍ପାତ ମାର୍କେଟ ପାଖରେ ଥିବା ଶୌଚାଳୟ ନିକଟରେ ଅବାଧ ମଦ ବିକ୍ରି, ସେକ୍ଟର 20 କ୍ଲଷ୍ଟର ପଡ଼ିଆକୁ ତାର ବାଡ଼ ଘେରାଇ ଅସାମାଜିକ ରୋକ ଲଗାଇବା, ରାତି 10:30ଟା ସୁଦ୍ଧା ଦୋକାନ ବଜାର ବନ୍ଦ କରିବା, ଆଗାମୀ ନିର୍ବାଚନ ଆସୁଥିବା ପ୍ରାର୍ଥୀ ଓ ଅନ୍ୟମାନଙ୍କ ସମ୍ପର୍କରେ ସୂଚନା ଓ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ସମସ୍ୟାକୁ ମିଳିତ ଭାବେ ତଥା ବିଭିନ୍ନ ଅଞ୍ଚଳରୁ ମହିଳା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆମ ପୋଲିସରେ ସାମିଲ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଥାନା ପକ୍ଷରୁ ଆଇଆଇସି ସାଇ ପ୍ରଭା ରାଉତ, ଏଏସ୍ଆଇ ବରୁଣ କୁମାର ନାୟକ ଓ ସୁଷମା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ରାଉରକେଲାରୁ ଶ୍ରୀ ନବୀନ କୁମାର ପ୍ରଧାନଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।